କୋଣାର୍କର ସୂର୍ଯ୍ୟ ମନ୍ଦିର ନାଁଟା ଶୁଣିଲେ ହିଁ ଆଖି ଆଗରେ ଭାସି ଆସେ ଗୋଟେ ବିଶାଳ ପଥରର ରଥର ଚିତ୍ର। ହେଲେ ଏହି ରଥ ଭିତରେ କେତେ ଯେ ରହସ୍ୟ ଲୁଚି ରହିଛି ତାହା ଆଜି ବି ଆମକୁ ଆଶ୍ଚର୍ଯ୍ୟ କରେ। ତେବେ ଚାଲନ୍ତୁ ଆଜି ଏହାର ଇତିହାସ, କଳା ଆଉ ସେହି ସବୁଠୁ ବଡ଼ ପ୍ରଶ୍ନର ଉତ୍ତର ଖୋଜିବା ଯେ ଏତେ ବଡ଼ ଏତେ ଭବ୍ୟ ମନ୍ଦିରଟି ଶେଷରେ ଭାଙ୍ଗିଗଲା କେମିତି। କବିଗୁରୁ ରବୀନ୍ଦ୍ରନାଥ ଟାଗୋର କେତେ ସୁନ୍ଦର କଥାଟିଏ କହିଥିଲେ ଜାଣନ୍ତି, ଏଠାରେ ପଥରର ଭାଷା ମଣିଷର ଭାଷାକୁ ବୋଳିଯାଏ। ଆଉ ସତରେ କୋଣାର୍କରେ ପହଞ୍ଚିଲେ ଲାଗେ ଯେମିତି ପ୍ରତିଟି ପଥର ଆମ ସହ କଥା ହେଉଛି, ଏମିତି କାହାଣୀ ସବୁ କହୁଛି ଯାହାକୁ ହୁଏତ ଶବ୍ଦରେ କହିହେବନି। ଚାଲନ୍ତୁ ଟିକେ ସମୟ ପଛକୁ ଫେରିଯିବା, ତ୍ରୟୋଦଶ ଶତାବ୍ଦୀକୁ। କଳ୍ପନା କରନ୍ତୁ ତ, ଜଣେ ରାଜା ସମୁଦ୍ର କୂଳରେ ସୂର୍ଯ୍ୟଦେବତାଙ୍କ ପାଇଁ ଗୋଟେ ବିରାଟ ପଥରର ରଥ ତିଆରି କରିବାର ସ୍ୱପ୍ନ ଦେଖୁଛନ୍ତି। ଏଇଟା କ'ଣ ଖାଲି ଗୋଟେ ମନ୍ଦିର ଥିଲା? ନା, ଏହା ଥିଲା ମଣିଷର କଳ୍ପନା, ସାମର୍ଥ୍ୟ ଆଉ ଭକ୍ତିର ଗୋଟେ ଜୀବନ୍ତ ଉଦାହରଣ। କିନ୍ତୁ ପ୍ରଶ୍ନ ସେଇଠି ଉଠୁଛି, ଏତେ ବିଶାଳ, ଏତେ ମଜବୁତ ଗଠନ ଶେଷରେ ଏମିତି ଭାଙ୍ଗିରୁଜିଗଲା କେମିତି? ଏଇଟା ହିଁ ତ କୋଣାର୍କର ସେଇ ବଡ଼ ରହସ୍ୟ, ଯାହା ଆଜି ବି ବଡ଼ ବଡ଼ ଇତିହାସକାରମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଦିଏ। ଆଚ୍ଛା, ଏ ରହସ୍ୟ ଭିତରକୁ ଯିବା ଆଗରୁ ଚାଲନ୍ତୁ ପ୍ରଥମେ ବୁଝିବା ଯେ ଏହି ପଥର ରଥଟା ପ୍ରକୃତରେ କେତେ ବିଶାଳ ଥିଲା, ଆଉ ସମୟ ସାଙ୍ଗରେ ଆମେ କେତେ ବଡ଼ ଜିନିଷଟିଏ ହରାଇ ବସିଛେ। ଏହି ତୁଳନାକୁ ଟିକେ ଦେଖନ୍ତୁ। ଆମେ କ'ଣ ହରାଇଛେ ତାର ଗୋଟେ ଛୋଟ ଝଲକ ଏଥିରୁ ମିଳିବ। ଇତିହାସକାରମାନେ କହନ୍ତି ଯେଉଁ ମୂଳ ମନ୍ଦିର ବା ବିମାନ ଥିଲା ତାର ଉଚ୍ଚତା ଥିଲା ପାଖାପାଖି 229 ଫୁଟ। ମାନେ ଭାବନ୍ତୁ, ଆକାଶକୁ ଛୁଇଁଥିବା ଗୋଟେ ପଥରର ପାହାଡ଼ ଭଳି। ଆଉ ଆଜି ଆମେ ଯେଉଁ ଜଗମୋହନ ଦେଖୁଛେ ତାହା ମାତ୍ର 128 ଫୁଟ। ସେହି ବିଶାଳ ମୁଖ୍ୟ ମନ୍ଦିରଟି 1837 ବେଳକୁ ପୂରାପୂରି ମାଟିରେ ମିଶିଯାଇଥିଲା। ତେବେ ଏତେ ବଡ଼, ଏତେ ଅବିଶ୍ୱସନୀୟ ଗଠନ ପଛରେ କିଏ ଥିଲେ ଆଉ କେମିତି ଏହା ସମ୍ଭବ ହେଲା? ଏହାର ଉତ୍ତର ପାଇଁ ଆମକୁ ପୁଣିଥରେ ସମୟଯାତ୍ରା କରି ସେଇ ତ୍ରୟୋଦଶ ଶତାବ୍ଦୀକୁ ଫେରିବାକୁ ପଡ଼ିବ। 1200 ଏଇଟା କେବଳ ଗୋଟେ ସଂଖ୍ୟା ନୁହେଁ, ଏହା ହେଉଛି ସେହି 1200 କୁଶଳୀ କାରିଗରଙ୍କ କାହାଣୀ, ଯେଉଁମାନେ ନିଜର ଝାଳ, ରକ୍ତ ଆଉ କଳାକୁ ମିଶେଇ ଏହି ପଥରରେ ଜୀବନ ଭରି ଦେଇଥିଲେ। ଭାବିଲେ ଆଶ୍ଚର୍ଯ୍ୟ ଲାଗେ କେତେ ବଡ଼ ମାନବୀୟ ପ୍ରୟାସ ଥିଲା ଏଇଟା। ତ ଇତିହାସ କୋହେ ପୂର୍ବଗଙ୍ଗ ବଂଶର ଜଣେ ବହୁତ ପ୍ରତାପୀ ରାଜା ଥିଲେ, ଲାଙ୍ଗୁଳା ନରସିଂହଦେବ। ସେହି ପାଖାପାଖି 1250 ଖ୍ରୀଷ୍ଟାବ୍ଦରେ ଏହାର ନିର୍ମାଣ କାମ ଆରମ୍ଭ କରାଇଥିଲେ। ଆଉ ଜାଣନ୍ତି, ଏହି ବିଶାଳ ସ୍ୱପ୍ନକୁ ସତ କରିବାକୁ ପୁରା 12ଟା ବର୍ଷ ଲାଗିଯାଇଥିଲା। 1262 ବେଳକୁ ଏହା କେବଳ ଗୋଟେ ମନ୍ଦିର ହୋଇ ରହିନଥିଲା, ବରଂ ପୁରା ଭାରତରେ ସୂର୍ଯ୍ୟୋପାସନାର ଏକ ବଡ଼ କେନ୍ଦ୍ର ପାଲଟି ସାରିଥିଲା। ସେତେବେଳର କାରିଗରମାନେ ବହୁତ ଚାଲାକ ଥିଲେ। ସେମାନେ 3 ପ୍ରକାରର ପଥର ବାଛିଥିଲେ। ମୂଳଦୁଆ ପାଇଁ ବ୍ୟବହାର କଲେ ସବୁଠୁ ଟାଣ ମାଙ୍କଡ଼ା ପଥର। ସୁନ୍ଦର ସୂକ୍ଷ୍ମ କାରୁକାର୍ଯ୍ୟ ପାଇଁ ବାଛିଲେ ନରମ ମୁଗୁନି ପଥର। ହେଲେ ମୁଖ୍ୟ ମନ୍ଦିର ପାଇଁ ବ୍ୟବହାର ହେଲା ଖଣ୍ଡାଲାଇଟ୍। ଏଥିରେ କାମ କରିବା ସହଜ ଥିଲା ସତ, କିନ୍ତୁ ଏହାର ଗୋଟେ ବଡ଼ ଦୁର୍ବଳତା ଥିଲା। ଏହି ପଥରଟା ପାଣି, ପବନ ଆଗରେ ବେଶୀଦିନ ତିଷ୍ଠି ପାରେନି। ଆଉ ହୁଏତ ଏଇ ନିଷ୍ପତ୍ତି ହିଁ ପରବର୍ତ୍ତୀ ସମୟରେ ମନ୍ଦିରର ଭାଗ୍ୟ ବଦଳାଇ ଦେଲା। ଆପଣ ଭାବୁଥିବେ କୋଣାର୍କ ଖାଲି ଗୋଟେ ପୂଜା କରିବା ଜାଗା ଥିଲା? ବିଲକୁଲ ନୁହେଁ। ଏହା ଥିଲା ଏକାଧାରରେ ଗୋଟେ ଜ୍ଞାନର କେନ୍ଦ୍ର, ସମୁଦ୍ରରେ ଜାହାଜ ପାଇଁ ଦିଗବାରିଣୀ ଆଉ ଜୀବନର ଶିକ୍ଷା ଦେଉଥିବା ଗୋଟେ ପାଠଶାଳା। ତେବେ ଚାଲନ୍ତୁ ଏହାର ପଥର କାନ୍ଥରେ ଖୋଦେଇ ହେଇଥିବା ସେହି କାହାଣୀଗୁଡ଼ିକୁ ଟିକେ ପଢ଼ିବା। ସେ ସମୟରେ ବଙ୍ଗୋପସାଗରରେ ଜାହାଜ ଚଳାଇବା କିଛି ସହଜ କଥା ନଥିଲା, ବହୁତ ବିପଦ ଥିଲା। ତେଣୁ ଦୂର ସମୁଦ୍ରରୁ ଦେଖାଯାଉଥିବା କୋଣାର୍କର ଏଇ କଳା ରଙ୍ଗର ବିଶାଳ ମନ୍ଦିର ନାବିକମାନଙ୍କ ପାଇଁ ଗୋଟେ ଲାଇଟ୍ ହାଉସ୍ ଭଳି କାମ କରୁଥିଲା। ସେଇଥିପାଇଁ ତ ୟୁରୋପୀୟ ନାବିକମାନେ ଏହାକୁ ବ୍ଲାକ୍ ପାଗୋଡ଼ା ବୋଲି ଡାକୁଥିଲେ, ଆଉ ପୁରୀର ଜଗନ୍ନାଥ ମନ୍ଦିରକୁ କହୁଥିଲେ ହ୍ୱାଇଟ୍ ପାଗୋଡ଼ା। ଦୁଇଟା ଯାକ ତାଙ୍କ ପାଇଁ ବାଟ ଦେଖାଉଥିଲା। ମନ୍ଦିରର ମୁଖ୍ୟ ଫାଟକ ପାଖରେ ଗୋଟେ ବହୁତ ଗଭୀର କଥା ଲୁଚି ରହିଛି। ଦେଖନ୍ତୁ, ସିଂହ ଯେ ଗର୍ବର ପ୍ରତୀକ, ସେ ଗୋଟେ ହାତୀକୁ ମାଡ଼ି ବସିଛି ଯିଏ ଧନ ବା ଶକ୍ତିର ପ୍ରତୀକ। ଆଉ ସେହି ହାତୀ ପୁଣି ଗୋଟେ ମଣିଷ ଉପରେ ଚଢ଼ିଯାଇଛି। ଏହାର ମାନେ ବହୁତ ସରଳ ଆଉ ସ୍ପଷ୍ଟ। ଯେତେବେଳେ ମଣିଷ ଗର୍ବ ଆଉ ଧନର ଅହଙ୍କାରରେ ବୁଡ଼ିଯାଏ, ସେତେବେଳେ ତାର ପତନ ନିଶ୍ଚିତ ହୁଏ। ଆଚ୍ଛା, ଗୋଟେ କଥା କହିଲେ ବିଶ୍ୱାସ କରିବେ, ଗୋଟେ ପଥରର ମନ୍ଦିର ବି ଘଣ୍ଟା ଭଳି କାମ କରିପାରେ। ଶୁଣିବାକୁ ଅଜବ ଲାଗୁଥିଲେ ବି କୋଣାର୍କର କାରିଗରମାନେ ଏହି ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଥିଲେ। ଏଇ ଯେଉଁ 24ଟି ଚକ ଅଛି ନା, ସେଗୁଡ଼ାକ ଖାଲି ସୁନ୍ଦର ଦେଖାଯିବା ପାଇଁ ନୁହେଁ। ପ୍ରତିଟି ଚକ ହେଉଛି ଗୋଟେ ଗୋଟେ ସୂର୍ଯ୍ୟଘଡ଼ି ବା ସନ୍ଡାୟାଲ। ଚକର ଯେଉଁ 8ଟା ମୁଖ୍ୟ ଅର ଅଛି ତାହା ଦିନର 8 ପ୍ରହରକୁ ବୁଝାଏ। ଆଉ ଛାଇ କେଉଁଠି ପଡ଼ୁଛି ତାକୁ ଦେଖି ଲୋକେ ମିନିଟ୍ ପର୍ଯ୍ୟନ୍ତ ସଠିକ୍ ସମୟ ଜାଣିପାରୁଥିଲେ। ଭାବନ୍ତୁ ତ, ସେ ଯୁଗରେ ବିଜ୍ଞାନ ଆଉ କଳାର କେତେ ସୁନ୍ଦର ମିଶ୍ରଣ ଥିଲା ଏଟା। ତେବେ ଏତେ ସବୁ ଜାଣିବା ପରେ
ଚାଲନ୍ତୁ ଆମର ସେଇ ମୂଳ ପ୍ରଶ୍ନ ପାଖକୁ ଫେରି ଆସିବା। ଏତେ ବିଶାଳ, ଏତେ ସୁନ୍ଦର ମନ୍ଦିର ଶେଷରେ କାହିଁକି ଭାଙ୍ଗିଗଲା? ଇତିହାସକାରମାନେ ଏହା ପଛରେ କ'ଣ ସବୁ କାରଣ ଦିଅନ୍ତି? ଚାଲନ୍ତୁ ଗୋଟିଏ ଗୋଟି କରି ଦେଖିବା। ଦେଖନ୍ତୁ, ଏହାର ଧ୍ୱଂସକୁ ନେଇନା ଇତିହାସ ଆଉ କାହାଣୀ ସବୁ ମିଶିଯାଇଛି। ଗୋଟେ ଥିଓରି କହେ ଏହା ପ୍ରାକୃତିକ କାରଣରୁ ଭାଙ୍ଗିଲା, ସେହି ଦୁର୍ବଳ ଖଣ୍ଡାଲାଇଟ୍ ପଥର ଆଉ ସମୁଦ୍ରର ଲୁଣିଆ ପବନ ଯୋଗୁଁ। ଆଉ ଗୋଟେ ବହୁତ ପ୍ରଚଳିତ କଥା ହେଉଛି 1568ରେ କଳା ପାହାଡ଼ର ଆକ୍ରମଣ, ଯାହା ମନ୍ଦିରକୁ ବହୁତ କ୍ଷତି ପହଞ୍ଚାଇଥିଲା। କିଛି ଲୋକ କହନ୍ତି ତିଆରିରେ କିଛି ଭୁଲ ଥିଲା, ହେଲେ 16ଶ ଶତାବ୍ଦୀର ଲେଖାରୁ ଜଣାପଡ଼େ ସେତେବେଳେ ମନ୍ଦିର ପୁରା ଠିକ୍ ଥିଲା। ଆଉ ଶେଷରେ ଅଛି ସେହି ରୋମାଞ୍ଚକର ଚୁମ୍ବକ ପଥରର କାହାଣୀ, ଯେ ମନ୍ଦିର ଉପରେ ଗୋଟେ ବଡ଼ ଚୁମ୍ବକ ଥିଲା, ତାକୁ କାଢ଼ିଦେବାରୁ ସବୁ ଭାଙ୍ଗିଗଲା। ସତ କ'ଣ କିଏ ଜାଣେ? ହୁଏତ ଏ ସବୁ କାରଣ ମିଶିକି ହିଁ ଏହାର ପତନର କାରଣ ହେଇଥିବ। ଏତେ ଝଡ଼ଝଞ୍ଝା ସହିବା ପରେ ବି ଆମର ଏଇ ବ୍ଲାକ୍ ପାଗୋଡା ଆଜି ବି ମୁଣ୍ଡ ଟେକି ଠିଆ ହୋଇଛି ଆଉ ନିଜ ଗୌରବର କାହାଣୀ କହୁଛି। ତେବେ ଚାଲନ୍ତୁ ଦେଖିବା ଏହି ଭଗ୍ନାବଶେଷକୁ ବଞ୍ଚେଇ ରଖିବା ପାଇଁ କ'ଣ ସବୁ ଚେଷ୍ଟା କରାଯାଇଛି ଆଉ ଆଜିର ଦିନରେ ଏହାର ମହତ୍ତ୍ୱ କେତେ। ଏହାକୁ ବଞ୍ଚେଇବାର କାହାଣୀ ବି କିଛି କମ୍ ରୋମାଞ୍ଚକର ନୁହେଁ। 1803 ମସିହାରୁ ହିଁ ଏହାକୁ ବଞ୍ଚେଇବା ପାଇଁ ଚିନ୍ତା ଆରମ୍ଭ ହୋଇଯାଇଥିଲା। 1903ରେ ଯେତେବେଳେ ଜଗମୋହନପୁରା ଭାଙ୍ଗି ପଡ଼ିବାର ଅବସ୍ଥାରେ ଥିଲା, ସେତେବେଳେ ବ୍ରିଟିଶମାନେ ଗୋଟେ ବଡ଼ ନିଷ୍ପତ୍ତି ନେଲେ। ତାକୁ ଭିତରୁ ବାଲିରେ ଭର୍ତ୍ତି କରିଦେଲେ, ଯେମିତି ସେ ଆଉ ଭାଙ୍ଗିବନି। ତାପରେ 1984ରେ ୟୁନେସ୍କୋ ଏହାକୁ ୱାର୍ଲଡ ହେରିଟେଜ୍ ସାଇଟ୍ର ମାନ୍ୟତା ଦେଲା। ଆଉ ସବୁଠୁ ବଡ଼ କଥା ହେଉଛି, ଏବେ 100 ବର୍ଷରୁ ବି ଅଧିକ ସମୟ ପରେ ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ସେହି ବାଲିକୁ ବାହାର କରି ମନ୍ଦିର ଭିତରଟାକୁ ପୁଣିଥରେ ଦୁନିଆ ସାମ୍ନାକୁ ଆଣିବାକୁ ଚେଷ୍ଟା କରୁଛି। ଆଜି କୋଣାର୍କର ସେଇ ଚକ କେବଳ ଗୋଟେ ପଥରର କଳାକୃତି ହେଇ ରହିନି, ଏହା ସମୟ, ଗତି ଆଉ ଆମ ଭାରତୀୟ ସଭ୍ୟତାର ଗୋଟେ ବଡ଼ ପ୍ରତୀକ ପାଲଟିଛି। ଆଉ ଏହାର ମହତ୍ତ୍ୱ ଏତେ ଯେ ଆମ ସମସ୍ତଙ୍କ ପକେଟରେ ଥିବା 10 ଟଙ୍କିଆ ନୋଟ୍ରେ ବି ଏହି ଚକର ଛବି ରହିଛି, ଯାହା ଆମକୁ ପ୍ରତିଦିନ ଏହାର ଗୌରବ ମନେ ପକାଇଦିଏ। ଟିକେ ଭାବନ୍ତୁ ତ, ଯଦି ଏ ପଥରଗୁଡ଼ାକ ସତରେ କଥା କହିପାରନ୍ତେ, ତେବେ ଆହୁରି କେତେ ଯେ ଅକୁଆ କାହାଣୀ, କେତେ ଯେ ଅସମାହିତ ରହସ୍ୟ ଆମ ସାମ୍ନାକୁ ଆସନ୍ତା। ଏହି ପ୍ରଶ୍ନଟି ହିଁ ବୋଧହୁଏ କୋଣାର୍କର ରହସ୍ୟକୁ ଚିରଦିନ ପାଇଁ ଆମ ଭିତରେ ଜୀବନ୍ତ କରି ରଖିବ।